ସମସ୍ତ ସୃଷ୍ଟିର ଅଧିକାରୀ ରାଜାମାନଙ୍କର ରାଜା ମହାରାଜା ଯୀଶୁ ତଥାପି କାହିଁକି ନିଜକୁ ଏତେ ନମ୍ର କଲେ? ତାହାଙ୍କ ହାତରେ କୌଣସି ଅସ୍ତ୍ର ନଥିଲା, ପଛରେ ବିଶାଳ ସୈନ୍ୟ ବାହିନୀ ନଥିଲା। ରାଜକୀୟ ଘୋଡ଼ା ଉପରେ ନୁହେଁ, ବରଂ ଏକ ସାଧାରଣ ଗଧ ଉପରେ ବସି ସେ ଜେରୁସାଲେମକୁ ପ୍ରବେଶ କଲେ। ଏହା ଏକ ଘଟଣା ନୁହେଁ, ଏହା ଥିଲା ଭବିଷ୍ୟବାଣୀର ପୂରଣ, ଯାହା ଆମେ ଦେଖୁ ଯିରେମିୟ 9:9-ପଦରେ। ପ୍ରଭୁଙ୍କର ପ୍ରୟୋଜନ ଅଛି। ଲୋକମାନେ ଉଲ୍ଲାସରେ ନିଜର ବସ୍ତ୍ର ଓ ଖଜୁରୀ ପତ୍ର ରାସ୍ତାରେ ବିଛାଇ ହୋଶାନା ଦାଉଦଙ୍କ ସନ୍ତାନ ବୋଲି ଚିତ୍କାର କରି ସ୍ୱାଗତ କରୁଥିଲେ। ମାଥ୍ୟୁ, ଯଦି ଆମେ ଦେଖିବା ମାଥ୍ୟୁ 21:1, ସେମାନେ ବାହାରୁ ମୁକ୍ତି ଚାହୁଁଥିଲେ, ରୋମୀୟ ଶାସନ, କିନ୍ତୁ ଯୀଶୁ ଆସିଥିଲେ ଭିତରୁ ମୁକ୍ତି ଓ ଶାନ୍ତି ଦେବାକୁ, ପାପର ବନ୍ଧନରୁ, ଅନନ୍ତ ମୃତ୍ୟୁରୁ। ସେ ଦୁଇଟା ଗଧ ଆଣିବାକୁ କହିଲେ, କିନ୍ତୁ ସେ ବସିଥିଲେ ଗଧଛୁଆ ଉପରେ, ଯାହା ଥିଲା ତାଙ୍କ ଅସୀମ ନମ୍ରତାର ପ୍ରତୀକ। ତେଣୁ ଶାନ୍ତିର ରାଜା ଭାବେ ଜେରୁସାଲେମକୁ ପ୍ରବେଶ କଲେ। ଆମେନ୍।